ଭଗବାନ ଆମମାନଙ୍କ ପାଇଁ ଋତୁ ଅନୁସାରେ ପ୍ରକୃତିରେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଖଞ୍ଜି ଦେଇଛନ୍ତି। ସେଗୁଡ଼ିକ ଭିତରୁ ଖରାଦିନେ ଆମ ଶରୀର ପାଇଁ ବେଲ ଫଳ ଓ ବେଲପତ୍ର କେତେ ଯେ ଉପାଦେୟ ଏବଂ ଏହାର କ'ଣ ଔଷଧୀୟ ଗୁଣ ରହିଛି ଏସବୁ ବିଷୟରେ ଆଜି ଜାଣିବା ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ। ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମୁଁ ପ୍ରସ୍ତୁତ କରୁଥିବା ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଛି ଏବଂ ଆପଣମାନଙ୍କ କାମରେ ଆସୁଛି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ପ୍ରଥମେ ଆସନ୍ତୁ ଜାଣିବା ବେଲ ବା ବେଲ ଫଳ ବିଷୟରେ। ଏହା ରୁକ୍ଷ ବା ଶୁଷ୍କ ଏବଂ ହାଲକା ପ୍ରକୃତିର, କଷା ଓ ତିକ୍ତ ସ୍ୱାଦଯୁକ୍ତ ଏବଂ ଉଷ୍ଣ ପ୍ରକୃତିର। ଏହା ବାତ ଏବଂ କଫ ବ୍ୟକ୍ତିଙ୍କ ପାଇଁ ବିଶେଷ ଉପକାରୀ। ପ୍ରତି 100 ଗ୍ରାମ ବେଲରେ 137 କ୍ୟାଲୋରି, 61% ପାଣି, 33 ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ। ଏହାଛଡ଼ା ଏଥିରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ୍ ବି, ସି, ଭିଟାମିନ୍ ଇ, ମିନେରାଲ ଏବଂ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଗୋଟିଏ କଥା ମନେ ରଖନ୍ତୁ, ଯେତେବେଳେ ଔଷଧୀୟ ଗୁଣ ସାମ୍ନାକୁ ଆସେ ସେତେବେଳେ କଞ୍ଚା ବେଲ ଫଳ ପାଚିଲା ଫଳ ଅପେକ୍ଷା ଅଧିକ ଉପକାରୀ ଏବଂ ଔଷଧୀୟ ଗୁଣରେ ଭରପୁର। ଏହି କଞ୍ଚା ବେଲ ଫଳକୁ ଆପଣ ସିଧାସଳଖ ଖାଇପାରିବେ ବା ତାକୁ ଶୁଖାଇ ଗୁଣ୍ଡ କରି ଖାଇପାରିବେ। ଏହା ଶରୀରର ଜଳୀୟ ଅଂଶକୁ ଠିକ୍ ରଖିଥାଏ, ରକ୍ତକୁ ଶୁଦ୍ଧ କରେ। ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଏହା ଅମୃତ ତୁଲ୍ୟ ଅଟେ। ପେଟର ଅମ୍ଳତାକୁ ଏହା ନିୟନ୍ତ୍ରିତ ରଖେ, ସ୍ନାୟୁତନ୍ତ୍ରକୁ ଶକ୍ତି ଯୋଗାଇଥାଏ ଓ ସ୍ନାୟୁ ପୀଡ଼ା ଦୂର କରେ। ପାଚନ ତନ୍ତ୍ରକୁ ଏହା ଶକ୍ତିଶାଳୀ ରଖେ। ପାଚିଲା ବେଲକୁ ଖରାଦିନେ ସରବତ ବା ପଣା କରିବା ପାଇଁ ବ୍ୟବହାର କରାଯାଏ। କଞ୍ଚା ବା ପାଚିବାକୁ ଯାଉଥିବା ବେଲ ଫଳର ରସାଳ ଅଂଶକୁ ବେଲଗିରି କୁହାଯାଏ। ଏହା ହିଁ ଔଷଧୀୟ ଦ୍ରବ୍ୟ ଭାବରେ ବ୍ୟବହାର କରାଯାଏ। ହୃଦୟ ପାଇଁ ଏହା ଏକ ଟନିକ୍ ପରି। ଏହା ରକ୍ତ ସ୍ତମ୍ଭକ ହୋଇଥାଏ, ରକ୍ତସ୍ରାବକୁ ଏହା ବନ୍ଦ କରିଥାଏ, ଆଭ୍ୟନ୍ତରୀଣ ହେଉ କିମ୍ବା ବାହ୍ୟ ହେଉ। ଥାଲାସେମିଆ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ। ଯଦି ମୂତ୍ର ମାର୍ଗରେ ପ୍ରୋଟିନ୍ କିମ୍ବା ଶର୍କରା କ୍ଷୟ ହେଉଛି ସେଭଳି ସମସ୍ୟାରେ ଏହା ଉପଯୋଗୀ। ମୂତ୍ର ମାର୍ଗରେ ଯଦି ପୁଜ ବାରମ୍ବାର ବାହାରୁଛି, ଏହି ବେଲଗିରିକୁ କଙ୍କୋଲ ବା କବାବ ଚିନି ଏକ ପ୍ରକାର ମରିଚ ସହ ମିଶାଇ ଦିଆଯାଏ। ଗର୍ଭାଶୟର ବିଭିନ୍ନ ସମସ୍ୟାରେ ଏହାର ବ୍ୟବହାର କରାଯାଏ। ବେଲ ଫଳ ଓଜନ କମ୍ କରିବାରେ ଏବଂ ଅସ୍ଥିଜନିତ ସମସ୍ୟାରେ ଉପାଦେୟ। ଲାଳ ରକ୍ତ ଝାଡ଼ା ସମସ୍ୟାରେ ବା ଦୁର୍ବଳତାରେ ବେଲର ଚୂର୍ଣ୍ଣ 1 ଗ୍ରାମ 1 ଚାମଚ ଇସବଗୁଲ ଭୁସି ସହିତ ମିଶାଇ ଦିନରେ 2 ଥର ଦହି କିମ୍ବା ଘୋଳ ଦହି ସହିତ ସେବନ କଲେ ଲାଭ ମିଳିଥାଏ। ଯେଉଁମାନେ ସଂଗ୍ରହଣୀ ବା IBS ଇରିଟେବଲ ବାୱେଲ ସିଣ୍ଡ୍ରୋମ ସମସ୍ୟାରେ ପୀଡ଼ିତ ଅଛନ୍ତି ସେମାନଙ୍କ ପାଇଁ ବେଲ ଚୂର୍ଣ୍ଣ 1 ଚାମଚ ପାଣି କିମ୍ବା ଘୋଳ ଦହି ସହିତ ସେବନ କରିବା ଉଚିତ। ଆସନ୍ତୁ ଜାଣିବା ବେଲଗିରି ଚୂର୍ଣ୍ଣ କେମିତି ବନେଇବେ। କଞ୍ଚା ବା ପାଚିବାକୁ ଯାଉଥିବା ବେଲକୁ ଆଣି ତା ଭିତର ରସକୁ କାଢ଼ି ସେଥିରୁ ମଞ୍ଜିକୁ ଅଲଗା କରି ଶୁଖାଇ ଦିଅନ୍ତୁ। ତାପରେ ଏହାକୁ ଗୁଣ୍ଡ କରିନିଅନ୍ତୁ। ଏବେ ଆସନ୍ତୁ ଦେଖିବା ବେଲ ପତ୍ରର ଗୁଣଧର୍ମ ଏବଂ ଔଷଧୀୟ ବ୍ୟବହାର ବିଷୟରେ। ଏହା ରୁକ୍ଷ ବା ଶୁଷ୍କ ପ୍ରକୃତିର, ତୀକ୍ଷ୍ଣ ଓ କଷା ସ୍ୱାଦଯୁକ୍ତ, ବାତ ଏବଂ କଫ ଦୋଷକୁ ଶାନ୍ତ କରିଥାଏ। ଏଥିରେ ଭିଟାମିନ୍ ଏ, B1, B2 ଏବଂ ଭିଟାମିନ୍ ସି ଇତ୍ୟାଦି ଥାଏ। ବେଲପତ୍ର ପାଚନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରେ ଉପାଦେୟ ଅଟେ। ଖାଲି ପେଟରେ 2 ରୁ 3ଟି ବେଲପତ୍ର 2ଟି ଗୋଲମରିଚ ସହିତ ଚୋବାଇ ଖାଆନ୍ତୁ। ଶରୀରର ଅତିରିକ୍ତ ବିଷାକ୍ତ ଦ୍ରବ୍ୟକୁ ଏହା ନିଷ୍କାସନ କରାଇବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଡାଇବେଟିସ୍କୁ ନିୟନ୍ତ୍ରଣ କରିବାରେ ଉପଯୋଗୀ ଅଟେ। ଗ୍ୟାସ୍, ଏସିଡିଟି ଇତ୍ୟାଦି ସମସ୍ୟାରେ ଦୀର୍ଘଦିନ ଧରି ପଡ଼ିଥିଲେ ଏହା ଅତ୍ୟନ୍ତ ଲାଭକାରୀ ଅଟେ। କୋଲେଷ୍ଟେରଲକୁ ଏହା କମ୍ କରିଥାଏ ଏବଂ ଲିଭରକୁ ସୁସ୍ଥ ରଖିଥାଏ। ଥଣ୍ଡା, କାଶ ଓ ଶ୍ୱାସ ସମସ୍ୟାରେ ବେଲପତ୍ରର ସିଝା ପାଣି ବା କାଢ଼ା ପିଅନ୍ତୁ। ଏହି ଯେଉଁ ସମସ୍ୟାଗୁଡ଼ିକ ଆପଣମାନଙ୍କୁ କହିଲି
ଖରାଦିନେ ଶରୀରର ଏହି ସମସ୍ୟା ଅଧିକ ପରିମାଣରେ ହୋଇଥାଏ। ତେଣୁ ବେଲ ଫଳ ଏବଂ ପତ୍ରର ଉପଯୋଗିତା ନିଶ୍ଚିନ୍ତ ଭାବରେ ଆପଣମାନଙ୍କୁ ସାହାଯ୍ୟ କରିବ। ଆସନ୍ତୁ ଜାଣିବା ଏଗୁଡ଼ିକର ବ୍ୟବହାରରେ କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଯେଉଁମାନେ କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି ସେମାନେ ପାଚିଲା ଫଳର ରସ ଖାଇବେ। ବେଲ ପାଚିଲା ପରେ ତାର ରସକୁ ପଣା କରି ପିଇପାରିବେ। କିନ୍ତୁ ଯଦି ତରଳ ବା ଲାଳଯୁକ୍ତ ବା କଫଯୁକ୍ତ ଝାଡ଼ା ଏଭଳି ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ କଞ୍ଚା ବା ଅର୍ଦ୍ଧ ପାଚିଲା ଫଳ ତାର ଗିରିର ଚୂର୍ଣ୍ଣ ସେବନ ଲାଭକାରୀ ଅଟେ। ବେଲଫଳ ବା ବେଲପତ୍ରର ସେବନ ପରିସ୍ରାର ପରିମାଣକୁ କମ୍ କରିଥାଏ ବା ନିୟନ୍ତ୍ରିତ ରଖିଥାଏ। ତେଣୁ ଯଦି ଆପଣମାନଙ୍କର କାହାର କିଡ୍ନି ସମସ୍ୟା ରହିଛି ତେବେ ଏହାର ପ୍ରୟୋଗ କରିବା ପୂର୍ବରୁ ଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ।